ଭୋଟ ଯାହାକୁ ଦବା କଥା ଯାହାକୁ ଭଲ ପାଉଥିଲୁ ତାକୁ ସିଏ ତ ଆମକୁ ଯାହା ଭଲ ପାଉଛି ଛାଡ। ପ୍ରଶାନ୍ତି ତ ଆମେ ଦେଇଥିଲୁ ଆଗରୁ, ଏବେ ଦବାକୁ ଇଚ୍ଛୁକ ନୁହଁ। କାହିଁକି ନା ସିଏ ଗୋଟେ କୌଣସି କଥା ଆମର ଶୁଣୁନି। ମୋ ପୁଅ ଗୋଟେ ପାଣିରେ ବୁଡିକି ମରିଗଲା, 2 ବର୍ଷକୁ ପଇଲାନି, ତାକୁ 10 ଥର କହିବି, ମୋ କଥା ବି ଶୁଣିଲାନି। କୋଉ ଆସିଥିଲେ କଣ ପାନ ଫାନ ଖାଇବାକୁ ଆସିଥିଲେ? ହଁ ଆଉ ଆଗକୁ ନିର୍ବାଚନ ଅଛି, କେମିତି କାହାକୁ ଭୋଟ ଦେବେ ସ୍ଥିର କରିଛନ୍ତି? ମୂଲ୍ୟାୟନ ଭୋଟ ଟାକୁ କେମିତି କାହାକୁ ଦେବେ? ଭୋଟ ଯାହାକୁ ଦବା କଥା ଯାହାକୁ ଭଲ ପାଉଥିଲୁ ତାକୁ ସିଏ ତ ଆମକୁ ଯାହା ଭଲ ପାଉଛି ଛାଡ। ଆଉ ଆମେ ତ ଏମିତିଆ ଅବସ୍ଥାରେ ରହିଛୁ। ବର୍ତ୍ତମାନ ଜଗତସିଂହପୁରରେ ଠିଆ ହେଇଛନ୍ତି ଆମର ବିଜେପି ପାର୍ଟି, ଆମର ଅମରେନ୍ଦ୍ର ଦାସ, ଏପଟେ ବିଜେପି ତରଫରୁ ଠିଆ ହେଇଛନ୍ତି ପ୍ରଶାନ୍ତ ମୁଦୁଲି ଟିକେଟ ଦିଆଯାଇଛି। 2 ଜଣଙ୍କୁ କଂଗ୍ରେସ ଏପର୍ଯ୍ୟନ୍ତ ହେଇନି ଫାଇନାଲ। କିନ୍ତୁ ବର୍ତ୍ତମାନ ଯୋଉ 2 ଜଣ ଅଛନ୍ତି, ଅମରେନ୍ଦ୍ର ଦାସ ଏପଟେ ପ୍ରଶାନ୍ତ ମୁଦୁଲି, କାହାକୁ ମୂଲ୍ୟାୟନ ଭୋଟ ଦବ ସ୍ଥିର କରୁଛନ୍ତି? ପ୍ରଶାନ୍ତି ତ ଆମେ ଦେଇଥିଲୁ ଆଗରୁ, ଏବେ ଦବାକୁ ଇଚ୍ଛୁକ ନୁହଁ। କାହିଁକି ନା ସିଏ ଗୋଟେ କୌଣସି କଥା ଆମର ଶୁଣୁନି। ମୋ ପୁଅ ଗୋଟେ ପାଣିରେ ବୁଡିକି ମରିଗଲା, 2 ବର୍ଷକୁ ପଇଲାନି, ତାକୁ 10 ଥର କହିବି, ମୋ କଥା ବି ଶୁଣିଲାନି। ଏ ପର୍ଯ୍ୟନ୍ତ ଶୁଣିବନି। ଯାଇଥିଲେ ତାଙ୍କ ପାଖକୁ? ହଁ ଯାଇଛୁ, ତାଙ୍କ ସାଥିରେ କଥା ହେଇଛି, ତାଙ୍କ କର୍ମଚାରୀ ମାନଙ୍କୁ କୁହା ହେଇଛି, ଏ ପର୍ଯ୍ୟନ୍ତ ବି ଜଣେଇଲେନି କିଛି କଥା। ବର୍ତ୍ତମାନ ଆପଣଙ୍କ କଥା ସେ ଶୁଣୁନାହାନ୍ତି, ସେଥିପାଇଁ ମନ ଦୁଃଖ ହବନି। ଆମେ ଯାହାକୁ ଭଲ ପାଇଛୁ, ଧର ନବୀନକୁ ଭଲ ପାଇଛୁ, ତାଙ୍କ କର୍ମଚାରୀ କଣ କରୁଛନ୍ତି ସେମାନେ? ଆମେ ଜଣକୁ ଭଲ ପାଇଲେ କଣ ହବ? ଇଏ ତ ଆମକୁ ମୂଳରୁ ମାରି ଦଉଛନ୍ତି। ଆପଣ କୋଉ ପଞ୍ଚାୟତ? ଆମର ଆଇନଳ। କଣ ସବୁ ବିକାଶ ହେଇଛି ଆପଣ? ଆମର ଚାଲିଛି ସେ ଅମେନ୍ଦ୍ର ବାବୁ ତ ଚାଲିଛି। କିଛି ନାହିଁ, କିଛି ନାହିଁ, କିଛି ନାହିଁ। ଆମ ହରିଜନ ସାହି ବସ୍ତି 30-40 ଘର, କିଛି ନାହିଁ, କିଛି ନାହିଁ। କଣ କି ଦିନେ ତ ଆସିବାର ନାହିଁ କୋଉ ଦିନ ଆମ ପାଖକୁ, ସିଏ ହେଲେ ଆଉଛି।